ଆମ ଭାରତରେ ଓଡ଼ିଶାରେ ସବୁଆଡ଼େ ଯେକୌଣସି ଖାଦ୍ୟଦ୍ରବ୍ୟ ହଉ ବା ଯେକୌଣସି ଆମେ ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରୁଛୁ ଆମ ଦେହ ପାଇଁ ସବୁଥିରେ କିଛି ନା କିଛି କେମିକାଲ ପ୍ରିଜର୍ଭେଟିଭ୍ କେତେ କ'ଣ ଇଆଡ଼ୁ ସିଆଡ଼ୁ ଜିନିଷ ମିଶୁଛି ଯେମିତିକି ସେ ବହୁତ ଦିନ ଧରି ଭଲ ରହିବ, ଲାଷ୍ଟିଂ କରିବ, ଖରାପ ହେବନି, ଆମେ ତାକୁ 6 ମାସ ଯାଏ ତା'ର ଡେଟ୍ ରହିବ, ବର୍ଷେ ଯାଏ ରହିବ ଏସବୁ। କିନ୍ତୁ ପ୍ରକୃତରେ ଏଗୁଡ଼ିକ ଅନେକ ସମୟରେ ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଉଛି। ସେଥିପାଇଁ ଦୀର୍ଘ ଦିନ ହେଲା ଆମେ ଚିନ୍ତା କରୁଥିଲୁ ଯେ ଆମର ସ୍କୁଲ ପିଲାମାନଙ୍କୁ କିଭଳି ଭାବରେ ଆମେ ଖାଣ୍ଟି କ୍ଷୀର ପିଇବାକୁ ଦେଇପାରିବୁ, କୌଣସି ପ୍ରିଜର୍ଭେଟିଭ୍ ନଥିବା ଯେଉଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାର ଖାଦ୍ୟ, କୋଲ୍ଡ ଡ୍ରିଙ୍କସ୍ ମିଳୁଛି ତା ବଦଳରେ ପିଲାମାନେ କେମିତି ଖାଣ୍ଟି ଗାଈ କ୍ଷୀର ପିଇପାରିବେ, ଥଣ୍ଡା କ୍ଷୀର, କୋଲ୍ଡ ଡ୍ରିଙ୍କସ୍ ପରି। ସେଥିପାଇଁ ଆମେ ଚିନ୍ତା କରୁଥିଲୁ ଆମ ଏଇ ଗ୍ରାମାଞ୍ଚଳରେ କରିବା ପାଇଁ। ସେଇ ଭିତରେ ଆହୁରି ଅନେକ ଗୁଡ଼ାଏ ଜିନିଷ ପଳେଇ ଆସିଲା ଯେଉଁଟାକି ଆମେ ଖାଇବା ତେଲ ଭାବରେ ବ୍ୟବହାର କରୁଛୁ, ଦେହରେ ଲଗାଇବା ତେଲ ଭାବରେ ବ୍ୟବହାର କରୁଛୁ, ଘରେ ଚାରିଆଡ଼େ ଝୁଣା ହେଲା, ବିଭିନ୍ନ ପ୍ରକାର ଦ୍ରବ୍ୟ ଅଛି ଯେଉଁଟାକି ଆମେ ବ୍ୟବହାର କରୁଛୁ। ଏଇସବୁ ଜିନିଷ ଚିନ୍ତା କରିବା ଭିତରେ ଆମେ କେତେ ଗୁଡ଼ିଏ ଜିନିଷ ପାଇଲୁ ଯେଉଁଟାକି ଉପଲବ୍ଧ ହେଉଛି କିନ୍ତୁ ଆମେ ଜାଣିପାରିନଥିଲୁ। ତେଣୁ ଆମେ ଯେତେବେଳେ ଜାଣିଲୁ ଯେ ହଁ ଏମିତି ଅନେକ ଜିନିଷ ଅଛି ଯେଉଁଟାକି ପ୍ରାକୃତିକ ଉପାୟରେ ତିଆରି ହେଉଛି, କୌଣସି ଜିନିଷ ତା ଦେହରେ ମିଶୁନି ଏବଂ ସେଇଟା ସ୍ୱାସ୍ଥ୍ୟ ପକ୍ଷରେ ଭଲ, ଆମେ ସେଗୁଡ଼ିକ ଆଣିଲୁ। ପ୍ରଥମେ ନିଜେ ଆଗ ବ୍ୟବହାର କଲୁ, ଆମରି ଚିହ୍ନା ଜଣା ପରିଚୟ ଭିତରେ ଆମେ ଆଗ ନିଜେ ବ୍ୟବହାର କଲୁ କିଛି ଦିନ ଧରି। କଲା ପରେ ଆମେ ତା'ର ଯାହା ଯାହା ଗୁଣବତ୍ତା ଅଛି, ଯାହା ସୁବିଧା ଅଛି, ତା ଦେହରେ ଯାହା ଭଲ ତା'ର ସବୁ ଦିଗ ଅଛି ସବୁଗୁଡ଼ିକ ନିଜେ ପରୀକ୍ଷା କରି ପ୍ରଥମେ ସନ୍ତୁଷ୍ଟ ହେଲୁ ଯେ ନାଇଁ ପ୍ରକୃତରେ ଯାହା ଏ ସମ୍ପର୍କରେ କୁହାଯାଉଛି ତାହା ସତ୍ୟ। ଏବଂ ତାକୁ ଅନୁଭବ କରିବା ପରେ ଆମେ ଚିନ୍ତା କଲୁ ଯେ ଆମେ ଆମର ଏଇଠି ଟୋଲା ଗୋପୀନାଥପୁର ରିମା କ୍ରିଏସନରେ ଗୋଟେ ରିମା ନ୍ୟାଚୁରାଲ ପ୍ରଡ଼କ୍ଟସ୍ ଆଉଟଲେଟ୍ କରିବୁ ଯେଉଁଥିରେ ଲୋକମାନେ ସବୁ ପ୍ରାକୃତିକ ଦ୍ରବ୍ୟ ପାଇପାରିବେ। ଏବଂ ସେଥିପାଇଁ ଆମେ କଟକରୁ, ବାରିପଦାରୁ, ମୟୂରଭଞ୍ଜ ତାଙ୍କର ସୋସାଇଟି ଅଛି, ଆଦିବାସୀ ଯେଉଁମାନଙ୍କର ସୋସାଇଟି ଅଛି ସେସବୁରୁ ଏମିତି ବିଭିନ୍ନ ଜିନିଷ ଆଣିଲୁ ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଭାବରେ ତିଆରି ହେଇଛି। ସେ ଭିତରେ ମହୁ, ଝୁଣା, ଲେମନ୍ ଗ୍ରାସ୍ ଅଏଲ୍, ଲିମ୍ବ ତେଲ, କରଞ୍ଜ ତେଲ, ଜଡ଼ା ତେଲ, ନଡ଼ିଆ ତେଲ ଇତ୍ୟାଦି, ସୋରିଷ ତେଲ, ବାଦାମ ତେଲ, ଏମିତି ବହୁତ ପ୍ରକାରର ଜିନିଷ, ପ୍ରାୟ 15ଟା ପ୍ରକାରର ଜିନିଷ ଆମେ ଏଠି ବର୍ତ୍ତମାନ ତାକୁ ଆଣିଛୁ ଏବଂ ଉପଲବ୍ଧି କରେଇଛୁ ଯେଉଁଟାକି ଲୋକମାନେ ଏଠୁ ନେଇପାରିବେ ଏବଂ ନିଜେ ବ୍ୟବହାର କରିପାରିବେ। ପ୍ରଥମେ ଯେତେବେଳେ ଏଇ ପ୍ରଡ଼କ୍ଟ ଗୁଡ଼ିକ ଯାହା ଆମର ମିଳୁଛି ତାକୁ ଯିଏ ଦେଖିବ ଏବଂ ତା'ର ଦାମ ବିଷୟରେ ଶୁଣିବ, ନିଶ୍ଚୟ ତାକୁ ପ୍ରଥମେ ଲାଗିବ ଯେ ଏଇଟା ବହୁତ ଅଧିକା ଦାମ। ତ ଆମକୁ ବି ଲାଗୁଥିଲା ପ୍ରଥମେ ଯେତେବେଳେ ଆମେ ଦେଖିଲୁ ଆରେ ଏ ତ ଯେଉଁ ଜିନିଷଟା ବଜାରରେ ମିଳୁଛି ତାଠାରୁ ଡବଲ ଦାମ ଅଛି ଏଇଟା। ତ ଆମେ ତାଙ୍କୁ ପଚାରିଲୁ ଯେ ଏଇଟା ଡବଲ ଦାମରେ ନେବ କିଏ, ତା'ର ଦାମ 2 ଗୁଣ ପ୍ରାୟ। ନା 2 ଗୁଣ ସିନା ଦାମ, ପରିମାଣ ଲାଗିବ ଅଧା। ତେଣୁ ଆପଣ ଯେତିକି ପଇସା ଖର୍ଚ୍ଚ କରୁଛନ୍ତି ସେଇଥିପାଇଁ ସେଇ ଜିନିଷକୁ ବ୍ୟବହାର କରିବାରେ ତା'ର ଅଧା ଦାମରେ ଏଇଟାରେ ହେଇଯିବ ଏବଂ ଦେହକୁ କମ୍ ଯିବ। ଗୋଟେ ତେଲ, ଖାଇବା ତେଲ ଯେତେ ଦେହକୁ କମ୍ ଯିବ କିନ୍ତୁ ତା ଦେହରେ ରୋଷେଇ ଭଲ ହେବ, ସୁସ୍ୱାଦୁ ହେବ, ଗ୍ୟାଷ୍ଟ୍ରାଇଟିସ୍ ହେବନି। ଆମର ତ ଏବେ ସବୁ ଜିନିଷରେ ଗ୍ୟାସ୍ ଗ୍ୟାସ୍ ଗ୍ୟାସ୍, ସମସ୍ତେ ଚାରିଆଡ଼େ ବ୍ୟସ୍ତ ବିବ୍ରତ, ଗ୍ୟାଷ୍ଟ୍ରାଇଟିସ୍ ହେବନି ଏବଂ କମ୍ ପରିମାଣର ତେଲ ଆମ ଦେହକୁ ଯିବ ଏବଂ ଦେହ ସୁସ୍ଥ ରହିବ। ସେଇଟା ଯେତେବେଳେ ଅନୁଭବ କଲା ପରେ ଆମେ ଭାବିଲୁ ଯେ ନାଇଁ ଏଇଟା ଠିକ୍ ଅଛି, ଏଇଟା ପ୍ରକୃତରେ ଲୋକମାନେ ଜାଣିବା ଦରକାର ଏବଂ ଏହାର ବ୍ୟବହାର ସମ୍ପର୍କରେ ଜାଣି ନିଜେ କଲା ପରେ ସେ ନିଶ୍ଚୟ ବୁଝିପାରିବେ ଆରେ ଏଇଟା ଠିକ୍। ଚାରିଆଡ଼େ ଯେହେତୁ ବର୍ତ୍ତମାନ କେମିକାଲ, ପ୍ରିଜର୍ଭେଟିଭ୍, ପ୍ୟାକେଟେଡ଼ ଫୁଡ଼, ଯାହାକୁ କହୁଛେ ଆମେ ଫାଷ୍ଟ ଫୁଡ଼, ଜଙ୍କ ଫୁଡ଼ ଇତ୍ୟାଦି ଇତ୍ୟାଦି ଏସବୁ ଚାଲିଛି। ଆମେ ତା ବିରୁଦ୍ଧରେ ଡାକ୍ତରମାନେ ପୁରା ସଂଗ୍ରାମ ଚଲେଇଛୁ। କାରଣ ବହୁତ ଗୁଡ଼ାଏ ସ୍ୱାସ୍ଥ୍ୟ, ବିଶେଷ କରି ଯେଉଁମାନେ ସ୍କୁଲରେ ପାଠ ପଢ଼ୁଛନ୍ତି, କଲେଜରେ, କିଶୋର କିଶୋରୀ, ଝିଅ ପିଲା ହୁଅନ୍ତୁ ବା ପୁଅ ପିଲା ହୁଅନ୍ତୁ, ସମସ୍ତଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ବେଶୀ ଖରାପ ପ୍ରଭାବ ପଡ଼ୁଛି ହର୍ମୋନ୍ ଦୃଷ୍ଟିରୁ। ତେଣୁ ସେଗୁଡ଼ିକ ଯଦି ଆମେ ତା'ର ପ୍ରତିରୋଧ କରିପାରିବା ତାହେଲେ ଆମକୁ ଏଇ ପ୍ରାକୃତିକ ଖାଦ୍ୟକୁ ବ୍ୟବହାର କରିବାକୁ ହିଁ ପଡ଼ିବ। ଆମର ଏଇଠି ଏଇ ଯେଉଁ ରିମା ର ହେଇଛି, ଆମର ଷ୍ଟୁଡ଼ିଓ ହେଇଛି ଟୋଲା ଗୋପୀନାଥପୁରରେ। ତ ସେଠି ଆମର ରିମା କ୍ରିଏସନ୍ ଯେଉଁଟା ନ୍ୟାଚୁରାଲ ପ୍ରଡ଼କ୍ଟ ଆଉଟଲେଟ୍ କରାହେଇଛି, ସେଠି ସବୁ ମିଳୁଛି
ଏବଂ ସେମାନେ ଆସି ମଝିରେ ମଝିରେ ଏଠୁ କଣ୍ଟାକ୍ଟ କରି ଆସିକି ନେଇପାରିବେ, ଫୋନ୍ରେ କଣ୍ଟାକ୍ଟ କରି ଆସିପାରିବେ, ଆସି ନେବେ। ବର୍ତ୍ତମାନ ପାଇଁ ଆମର କୌଣସି ସେମିତି ଆମେ କିଛି ଭାବିନୁ, କାରଣ ଏହାର ପପୁଲାରିଟି ସେତିକି ଆସିବା ଦରକାର। ଯେଉଁଟା ମୟୂରଭଞ୍ଜ କଥା କହିଲି, ସେ ତ ଓର୍ମାସ ତା'ର ଷ୍ଟଲ୍ କରେ, ବାଲିଯାତ୍ରାରେ ପଡ଼େ, ଭୁବନେଶ୍ୱରରେ ବି ପଡ଼େ, ବିଭିନ୍ନ ଜାଗାରେ। ସେଇଟା କିନ୍ତୁ ମଝିରେ ମଝିରେ ପଡ଼େ, ନିୟମିତ ମିଳିବାର ସୁବିଧା ନଥାଏ। ବାଲିଯାତ୍ରାରେ ତାଙ୍କର ଷ୍ଟଲ୍ ଖୋଲେ, ଭୁବନେଶ୍ୱରରେ ଯେତେବେଳେ ସବୁ ବିଭିନ୍ନ ମେଳା ହୁଏ ତା ଦେହରେ ବି ପଡ଼େ, କିନ୍ତୁ ଅନ୍ୟ ସମୟରେ ମିଳିବାଟା କଷ୍ଟକର ହୁଏ। ଗ୍ରାମାଞ୍ଚଳରେ ମିଳିବାଟା ଏକଦମ ଅସୁବିଧା। ତେଣୁ ଆମେ ଚେଷ୍ଟା କରୁଛୁ ଏଇଠି ଆମର ଗ୍ରାମାଞ୍ଚଳରେ ମିଳିବା ପାଇଁ।